ମାନସ ରଞ୍ଜନ ନାୟକ। ଆମର ଆଖଣ୍ଡଳମଣିରୁ ଧୂସୁରୀ। ଆଖଣ୍ଡଳମଣି ହେଲେ ପ୍ରସିଦ୍ଧ ଶୈବପୀଠ, ଓଡ଼ିଶା ପ୍ରସିଦ୍ଧ, ଯାହା ପାଇଁ ଏ ରାସ୍ତା ଦୀର୍ଘ 3 ବର୍ଷ ଧରି ରାସ୍ତାର ପୁନର୍ନିର୍ମାଣ ପାଇଁ ପୂର୍ବ ସରକାରଙ୍କର ଯୋଜନା ଅନୁଯାୟୀ ଟଙ୍କାରେ ଆସିକି କାର୍ଯ୍ୟକାରୀ କରିବା ପାଇଁ ଷ୍ଟାର୍ଟ ହେଲା ରାସ୍ତା। ରାସ୍ତା ସମ୍ପ୍ରସାରଣ ନାମରେ ଗଛ କଟା ଅଭିଯାନ ଚାଲିଲା। ଗଛଟା କାଟିଲେ, ଯେତିକି କାଟିଲେ କେଡ଼େ ସୁନ୍ଦର କେତେ ଗଛ ଥିଲା, ପରିବେଶ ଶାନ୍ତ ରହୁଥିଲା ଏବଂ ବିଭିନ୍ନ ପ୍ରକାର ଉପଶମ ପାଉଥିଲେ ଖରାର ଲୋକମାନେ ଯିବା ଆସିବା ସ୍ତରରେ ସବୁ ସମ୍ପ୍ରସାରଣ ଆଳରେ ଗଛ କଟା ହେଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଗଛ କଟା ଯାଇଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଗୋଟିଏ ଗଛ ଲଗାଗଲା ନାହିଁ ଏବଂ ଯେଉଁଟାକି ନିଷ୍ପତ୍ତି ନିଆଯାଇଥିଲା ସରକାରୀ ସ୍ତରରେ ଯେତିକି ଗଛ କଟାଯିବ ତାଠାରୁ ଅଧିକା ଗଛ ବୃକ୍ଷରୋପଣ କରାଯିବ। କିନ୍ତୁ ସେ ଗଛ ତ କଟାଗଲା, ରାସ୍ତା ତ ସମ୍ପ୍ରସାରଣ ପାଇଁ ଯେଉଁ ଗୋଟିଏ କଥା ହେଉଥିଲା ତା ବି ହେଲା ନାହିଁ ଏବଂ ଗଛ କଟା ମଧ୍ୟ ହେଲା ନାହିଁ। ଏଥିରେ ଜନସାଧାରଣଙ୍କର ଅସୁବିଧା। ରାସ୍ତା 3 ବର୍ଷ ଧରି ଆଜି ପର୍ଯ୍ୟନ୍ତ ବି ନିର୍ମାଣ ହୋଇପାରିଲାନି, ଯାହାଦ୍ୱାରା ଉଚ୍ଚ ଖାଲ ଗାଢ଼ ରହିଥିବା ଦ୍ୱାରା ଯେ ପ୍ରତ୍ୟେକ ଦିନ ବାଇକ୍ ହେଉ ଗାଡ଼ି ଘୋଡ଼ା ହେଉ ଦୁର୍ଘଟଣାର ସମସ୍ୟାର ଶିକାର ହେଉଛନ୍ତି। ଏହାଦ୍ୱାରା ଜନସାଧାରଣଙ୍କର କ୍ଷତି ହେଉଛି। ଯଥାଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଦରକାର, ରାସ୍ତା ସୁନ୍ଦର କରିବା ଦରକାର, ସମ୍ପ୍ରସାରଣ ହେବା ଦରକାର ଏବଂ ଗଛ ଯେତିକି କଟାଯାଇଛି ପରିବେଶ ପାଇଁ ଗଛର ଯେଉଁ ଆବଶ୍ୟକତା ବର୍ତ୍ତମାନ ଅଛି ସେ ଗଛକୁ ଲଗା ହେବା ଦରକାର। ଜନସାଧାରଣ ଯେମିତି ସୁବିଧା ପାଇବେ, ସୁଫଳ ପାଇବେ, ସେଥିପ୍ରତି କାର୍ଯ୍ୟ କରନ୍ତୁ। ବା ଏପର୍ଯ୍ୟନ୍ତ କାର୍ଯ୍ୟ ନ ହୋଇଥିବା ଦୃଷ୍ଟିରୁ ସେଥିପାଇଁ ଉତ୍ତରଦାୟୀ କିଏ ତାହା ମଧ୍ୟ ସରକାର ସ୍ପଷ୍ଟୀକରଣ ଦେବା ଉଚିତ। କିଷାନ ରାଉତ, ଏଠି ଭଦ୍ରକ ଆଖଣ୍ଡଳମଣି ରୋड, ଏ ରୋଡରେ 40 କୋଟି ଟଙ୍କାରୁ ଅଧିକ ରାସ୍ତା ମରାମତି କରିବା ପାଇଁ କି ଅର୍ଥ ବ୍ୟୟବରାଦ ହୋଇଥିଲା। କିନ୍ତୁ ରାସ୍ତା ଚଉଡ଼ା ହେବା ପାଇଁ ଏଠାରେ 2 କୋଟି ଟଙ୍କା ବ୍ୟୟବରାଦରେ ଗଛ କଟାଗଲା। ଗଛ କାହିଁକି କଟାଗଲା, କ'ଣ ପାଇଁ କଟାଗଲା ତା ଆମେ କିଛି ବୁଝିପାରୁନୁ ଅଞ୍ଚଳବାସୀ। କାରଣ ଗଛ କଟା ହୁଏ ରାସ୍ତା ଚଉଡ଼ା ହେବା ପାଇଁ, କିନ୍ତୁ ରାସ୍ତା ଯେତିକି ଚଉଡ଼ା କରାଗଲା ସେ ତୁଳନାରେ ଗଛ ଠିକ୍ ଭାବେ ରହିବା କଥା। ଏ ପର୍ଯ୍ୟନ୍ତ ରାସ୍ତା ସରିବାର ନାହିଁ। 2024 ସେପ୍ଟେମ୍ବର ସୁଦ୍ଧା ଏ ରାସ୍ତା ସରିବାର ଥିଲା, କିନ୍ତୁ ଆଜିକି ସେପ୍ଟେମ୍ବର 2026 ଆସି ପହଞ୍ଚିବାକୁ ହେଲାଣି, ଏ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏବଂ 2 କୋଟି ଟଙ୍କା ବ୍ୟୟବରାଦ ଯେଉଁ ପାଖାପାଖି 5,000 ଗଛ କଟାଗଲା, ଏ ଗଛ ଫେରେ 10,000 ଗଛ ଲଗାଇବା ପାଇଁ କି ତାର ବିଧି ବ୍ୟବସ୍ଥା ଅଛି। ଏ ଗଛ ଆଜିକି 3 ବର୍ଷ ହେଲା ଗୋଟିଏ ଗଛ ବି ସେମାନେ ରାସ୍ତା ସାଇଡ଼ରେ ଲଗାଇ ନାହାନ୍ତି। ଫଳରେ ଯେଉଁ ଯାତ୍ରୀମାନେ ଭଦ୍ରକ ଆଖଣ୍ଡଳମଣି ରୋଡ଼ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ରାଜ୍ୟ ବାହାରୁ ବହୁ ଯାତ୍ରୀ ବାବା ଆଖଣ୍ଡଳମଣି ଧାମକୁ ଆସୁଛନ୍ତି, ପୁରା ଉଡୁ ଖରାରେ ସେମାନେ ଯାଉଛନ୍ତି। କେଉଁଠି ଆଶ୍ରୟ ନେବା ପାଇଁ ବି ତାଙ୍କ ପାଖରେ ଟିକେ ସ୍ଥାନ ବି ନାହିଁ। ତେଣୁ ତୁରନ୍ତ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଯେଉଁ 5,000 ଗଛ ସେମାନେ କାଟିଛନ୍ତି ତା ପ୍ରତିବଳରେ 15,000 ଗଛ ଲଗାଇବା ପାଇଁ କି ଆମେ ଅଞ୍ଚଳବାସୀ ତରଫରୁ ଦାବି କରୁଛୁ। ଯଦି ଏହା ପୂରଣ ନ ହୁଏ ଅଞ୍ଚଳବାସୀ ତରଫରୁ ଏକ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଉଛି। ମୁଁ ଚତୁର୍ଭୁଜ ନାୟକ, ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପସଭାପତି। ମୁଁ ଜଣେ ଧୂସୁରୀ ଅଞ୍ଚଳ ବାସିନ୍ଦା। ଯେ କିଛି ଦିନ ପୂର୍ବରୁ ବା ଏଇ ସରକାରଙ୍କ ପୂର୍ବ ସରକାର ସମୟରେ ଆମର ନିଷ୍ପତ୍ତି ସରକାର କଲେ ଯେ ଆରଡ଼ିରୁ ଭଦ୍ରକକୁ ରାସ୍ତାକୁ ସମ୍ପ୍ରସାରଣ କରାଯିବ। ସେଥିରେ ମଧ୍ୟ ପଇସା କେନ୍ଦ୍ର ସରକାରଙ୍କ ଜରିଆରେ ସାଂକ୍ସନ୍ ହୋଇଥିଲା ବୋଲି ଆମେ ଯାହା ଶୁଣୁଥିଲୁ। ଏ କାର୍ଯ୍ୟକ୍ରମକୁ ପୂର୍ବ ସରକାରଙ୍କ ମାଧ୍ୟମରେ କରିବା ପାଇଁ ଗଛ ଗୁଡ଼ିକ କାଟି ଦିଆଗଲା, ଯେଉଁଥିରେ କି ଆଜି ପର୍ଯ୍ୟନ୍ତ ସେ ଅଞ୍ଚଳରେ ବା ସେ ରାସ୍ତା କଡ଼ରେ ଗଛ ଲଗାଯାଇ ପାରିଲାନି। ସମ୍ପ୍ରସାରଣ ତ ବହୁତ କମ୍ କରାଗଲା, କିନ୍ତୁ ଗଛ ଲାଗିପାରିଲା ନାହିଁ, ଯେଉଁଥିରେ କି ଏ ଖରା ସମୟରେ ଯାତାୟାତ ଯାତ୍ରୀମାନେ ବହୁତ ହଇରାଣ ଅସୁବିଧା ମଧ୍ୟ ସମ୍ମୁଖୀନ ହେଉଛନ୍ତି। ଏହାକୁ ମଧ୍ୟ ଆମେ DFOଙ୍କୁ ଏବଂ କଲେକ୍ଟରଙ୍କୁ ଜଣାଇଛୁ ଯେ ତୁରନ୍ତ এই ଗଛ ଗୁଡ଼ିକ କେମିତି ପୁନର ଭାବରେ ଲଗାଯିବ, ଏ ବାବଦରେ ବ୍ୟବସ୍ଥା ମଧ୍ୟ ସରକାର କରୁଛନ୍ତି।